1884 ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ବିଏ ପରୀକ୍ଷାର ଫଳାଫଳ ଜାଣିବାର କିଛିଦିନ ପୂର୍ବରୁ ହଠାତ୍ ଦିନେ ରାତି ପ୍ରାୟ 10ଟା ବେଳେ ନରେନ୍ଦ୍ରନାଥଙ୍କ ପିତା ବିଶ୍ୱନାଥ ହୃଦରୋଗରେ ପ୍ରାଣତ୍ୟାଗ କଲେ। ନରେନ୍ଦ୍ରନାଥ ଅନୁସନ୍ଧାନ କରି ବୁଝିଲେ ଯେ ସେମାନଙ୍କର ସାଂସାରିକ ଅବସ୍ଥା ଖୁବ୍ ଶୋଚନୀୟ। ବାପା କିଛି ରଖିଯିବା ଦୂରେ ଥାଉ, ଆୟ ଅପେକ୍ଷା ନିତ୍ୟ ଅଧିକ ବ୍ୟୟ କରି କିଛି ଋଣ କରିଯାଇଛନ୍ତି। ସେ ତାକୁ ଶୁଝି ପାରିନାହାନ୍ତି। ଆତ୍ମୀୟବର୍ଗ ବାପାଙ୍କ ସହାୟତାରେ ନିଜ ନିଜର ଉନ୍ନତି ସାଧନ କରିସାରି ବର୍ତ୍ତମାନ ଏହି ଅସହାୟ ଦୁଃସମୟର ସୁଯୋଗ ନେଇ ଶତ୍ରୁତା କରୁଛନ୍ତି ଏବଂ ତାଙ୍କର ରହିଭାଗରୁ ସେମାନଙ୍କୁ ଉଚ୍ଛେଦ କରିବାର ଉଦ୍ୟମ ମଧ୍ୟ କରୁଛନ୍ତି। ସେ ଦେଖିଲେ ଯେ 2 ଦିନ ପୂର୍ବରୁ ଯେଉଁମାନେ ତାଙ୍କୁ କୌଣସି ବିଷୟରେ কিছুମାତ୍ର ସହାୟତା କରିବାର ଅବସର ପାଇଲେ ନିଜକୁ ଧନ୍ୟ ମନେ କରୁଥିଲେ, ସେମାନେ ହିଁ ବର୍ତ୍ତମାନ ତାଙ୍କୁ ଦେଖିବା ମାତ୍ରେ ମୁହଁ ଫେରାଇ ନେଉଛନ୍ତି ଏବଂ କ୍ଷମତା ଥିଲେ ସୁଦ୍ଧା ସାହାଯ୍ୟ କରିବାକୁ ପଶ୍ଚାତପଦ ହେଉଛନ୍ତି। ନରେନ୍ଦ୍ରନାଥ ନିଜ ମୁହଁରେ ସେହି ସମୟର କଥା କହିଛନ୍ତି। ଏତେ ଦୁଃଖ କଷ୍ଟ ମଧ୍ୟ ଏତେ ଦିନ ଆସ୍ତିକାବଧିରେ ବିଲୋପ ହୋଇନାହିଁ ଅଥବା ଈଶ୍ୱର ମଙ୍ଗଳମୟ ଏ କଥାର ସନ୍ଦିହୀନ ହୋଇନାହିଁ। ସକାଳେ ନିଦ ଭାଙ୍ଗିଲେ ତାଙ୍କୁ ସ୍ମରଣ କରି ତାଙ୍କ ନାମ ଜପ କରିସାରି ଶଯ୍ୟାତ୍ୟାଗ କରେ ଏବଂ ଅନ୍ତରରେ ଆଶା ପୋଷଣ କରି ଉପାର୍ଜନରୁ ଉପାୟ ଅନ୍ୱେଷଣରେ ଏଣେ ତେଣେ ଘୂରି ବୁଲେ। ଦିନେ ଏହିପରି ସକାଳେ ନିଦରୁ ଉଠୁଥାଏ। ପାଖ ଘରୁ ମୋର ମା ଅର୍ଥାତ୍ ନରେନ୍ଦ୍ରଙ୍କ ଜନନୀ ଭୁବନେଶ୍ୱରୀ ଦେବୀ କହିଲେ, ଚୁପ୍ କର ପୁଅ, ପିଲାଦିନୁ ଖାଲି ଭଗବାନ ଭଗବାନ, ଭଗବାନ ତ ଆମର ସବୁ କରିଦେଲେ। ମାଆଙ୍କର କଥା ଶୁଣି ମନରେ ବିଷମ ଆଘାତ ହେଲା। ସ୍ତମ୍ଭିତ ହୋଇ ଭାବିବାକୁ ଲାଗିଲେ, ଭଗବାନ କ'ଣ ସତରେ ଅଛନ୍ତି? ଯଦି ବା ଥାଆନ୍ତି ସେ କ'ଣ ମଣିଷର ସକରୁଣ ପ୍ରାର୍ଥନା ଶୁଣନ୍ତି? ଭଗବାନ ଯଦି ଦୟାମୟ ଓ ମଙ୍ଗଳମୟ, ତେବେ ଦୁର୍ଭିକ୍ଷର କରାଳ କବଳରେ ପଡ଼ି ଲକ୍ଷ ଲକ୍ଷ ଲୋକଙ୍କୁ ଉଠାଇ ଅନ୍ନ ନ ପାଇ ମରନ୍ତି କାହିଁକି? ଈଶ୍ୱରଙ୍କ ପ୍ରତି ପ୍ରଚଣ୍ଡ ଅଭିମାନରେ ହୃଦୟ ପୂର୍ଣ୍ଣ ହୋଇଗଲା। ସେହି ଅବସରରେ ସନ୍ଦେହ ମଧ୍ୟ ଆସି ହୃଦୟକୁ ଅଧିକାର କରି ବସିଲା। ଏହି ଭାବରେ ଦିନ ପ୍ରତିଦିନ ଗଡ଼ି ଚାଲିଲା ଏବଂ ଚିତ୍ତ ନିରନ୍ତର ସଂଶୟରେ ଦୋଳାୟମାନ ହେବାରୁ ଶାନ୍ତି ପୁରା ଦୂରପରାହତ ହୋଇଗଲା। ସାଂସାରିକ ଅଭାବର ହ୍ରାସ ମଧ୍ୟ ହେଲା ନାହିଁ। ଗ୍ରୀଷ୍ମ ପରେ ଆସିଲା ବର୍ଷା। ଏବେ ମଧ୍ୟ ପୂର୍ବ ଭଳି କର୍ମର ଅନୁସନ୍ଧାନରେ ଘୂରି ବୁଲୁଥାଏ। ଦିନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସରେ ବୃଷ୍ଟିରେ ଭିଜି ଭିଜି ରାତିରେ ଅବସନ୍ନ ପଦରେ ଓ ତତୋধিକ ଅବସନ୍ନ ମନ ନେଇ ଘରକୁ ଫେରୁଥାଏ। ବାଟ ମଝିରେ ସହସା ଶରୀରରେ ଏତେ କ୍ଳାନ୍ତି ଅନୁଭବ କଲି ଯେ ଆଉ ଗୋଟାଏ ପାଦ ମଧ୍ୟ ଅଗ୍ରସର ହୋଇ ନ ପାରି ପାଖ ଘରର ଦାଣ୍ଡ ଚଟାଣରେ ଜଡ଼ ପଦାର୍ଥଟିଏ ଭଳି ଢଳି ପଡ଼ିଲି। ଅଳ୍ପ କେତୋଟି ମୁହୂର୍ତ୍ତ ପରେ ହଠାତ୍ ଉପଲବ୍ଧି କଲି, କୌଣସି ଏକ ଦୈବୀଶକ୍ତି ପ୍ରଭାବରେ ଗୋଟିଏ ପରେ ଗୋଟିଏ ହୋଇ ଭିତର ଅନେକ ଗୁଡ଼ିଏ ପର୍ଦ୍ଦା ସତେ ଯେପରି ଉତ୍ତୋଳିତ ହୋଇଗଲା ଏବଂ ଶିବ ଅର୍ଥାତ୍ ମଙ୍ଗଳଙ୍କ ସଂସାରରେ ଅଶିବ ଅର୍ଥାତ୍ ଅମଙ୍ଗଳ କାହିଁକି? ଈଶ୍ୱରଙ୍କ କଠୋର ନ୍ୟାୟପରାୟଣତା ଓ ଅପାର କରୁଣାର ସାମଞ୍ଜସ୍ୟ ପ୍ରଭୃତି ଯେଉଁସବୁ ବିଷୟ ନିର୍ଣ୍ଣୟ କରି ନ ପାରି ମନ ଏତେଦିନ ଧରି ନାନା ସନ୍ଦେହରେ ଆକୁଳ ହେଉଥିଲା, ସେସବୁ ବିଷୟର ସ୍ଥିର ମୀମାଂସା ମୋର ଅନ୍ତରର ନିବିଡ଼ତମ ପ୍ରଦେଶରେ ଦେଖିବାକୁ ପାଇଲି। ଆନନ୍ଦରେ ଉତ୍ଫୁଲ୍ଲ ହୋଇ ଉଠିଲି। ସେତିକିବେଳକୁ ସଂସାରର ପ୍ରଶଂସା ଓ ନିନ୍ଦାବାଦରେ ସମାନ ଉଦାସୀନ ରହିଲି ଏବଂ ଇତର ସାଧାରଣଙ୍କ ସଦୃଶ ଅର୍ଥ ଉପାର୍ଜନ କରି ପରିବାରଙ୍କ ସେବା ଓ ଭୋଗ ସୁଖର କାଳଯାପନ କରିବା ନିମିତ୍ତ ଯେ ମୋର ଜନ୍ମ ହୋଇନାହିଁ, ଏକଥାରେ ଦୃଢ଼ ବିଶ୍ୱାସ ହୋଇ ପିତାମହଙ୍କ ପରି ସଂସାର ତ୍ୟାଗ ନିମିତ୍ତ ଗୋପନରେ ପ୍ରସ୍ତୁତ ହେବାକୁ ଲାଗିଲି। ଯିବାର ଦିନ ସ୍ଥିର ହେବା ପରେ ସମ୍ବାଦ ପାଇଲି ଯେ ଠାକୁର ସେହିଦିନ କଲିକତାର ଜଣେ ଭକ୍ତଙ୍କ ଗୃହକୁ ଆସୁଛନ୍ତି। ଭାବିଲି ଭଲ ହେଲା, ଗୁରୁ ଦର୍ଶନ କରି ଚିରକାଳ ପାଇଁ ଗୃହ ତ୍ୟାଗ କରିବି। ଠାକୁରଙ୍କ ସାଙ୍ଗେ ସାକ୍ଷାତ ହେବା ମାତ୍ରେ ସେ କିନ୍ତୁ ଧରି ବସିଲେ, ତୋତେ ଆଜି ମୋ ସହିତ ଦକ୍ଷିଣେଶ୍ୱର ଯିବାକୁ ହେବ। ଅଗତ୍ୟା ତାଙ୍କ ସହିତ ଗଲି। ଗାଡ଼ି ଭିତରେ ତାଙ୍କ ସହିତ ବିଶେଷ କିଛି କଥାବାର୍ତ୍ତା ହେଲା ନାହିଁ। ଦକ୍ଷିଣେଶ୍ୱରରେ ପହଞ୍ଚି ଅନ୍ୟ ସମସ୍ତଙ୍କ ସହିତ କିଛି ସମୟ ପାଇଁ ତାଙ୍କ ଘର ଭିତରେ ବସିଥାଏ। ଏହି ସମୟରେ ଠାକୁରଙ୍କର ଭାବାବେଶ ହୋଇଗଲା। ଦେଖୁ ଦେଖୁ ସହସା ସେ ମୋ ନିକଟକୁ ଆସି ମୋତେ ସ୍ନେହରେ ଧାରଣ କରି ସଜଳ ନୟନରେ ଗୀତ ଗାଇ ଉଠିଲେ। ଅନ୍ତରରେ ପ୍ରବଳ ଭାବରାଶି ଏତେବେଳେ ଯାଏ ସଜନ ରୁଦ୍ଧ କରି ରଖିଥିଲି, ଆଉ ବେଗ ସମ୍ବରଣ କରିପାରିଲି ନାହିଁ। ଠାକୁରଙ୍କ ସଦୃଶ ମୋର ବକ୍ଷ ମଧ୍ୟ ନୟନର ଧାରାରେ ପ୍ଳାବିତ ହେବାକୁ ଲାଗିଲା। ନିଶ୍ଚିତ ଭାବରେ ବୁଝିଲି ଯେ ଠାକୁର ସବୁ କଥା ଜାଣିପାରୁଛନ୍ତି। ପରେ ରାତିରେ ଅନ୍ୟ ସମସ୍ତଙ୍କୁ ଆଡ଼େଇ ଦେଇ ମୋତେ ନିକଟକୁ ଡାକି କହିଲେ, ମୁଁ ଜାଣେ ତୁ ମାଆଙ୍କ କାର୍ଯ୍ୟ ପାଇଁ ଆସିଛୁ, ସଂସାରରେ କେବେ ହେଲେ ରହିପାରିବୁ ନାହିଁ। କିନ୍ତୁ ମୁଁ ଯେତେଦିନ ଅଛି ସେତେଦିନ ମୋ ପାଇଁ ରହିଥା। ଏତିକି କହି ଠାକୁର ହୃଦୟର ଆବେଗରେ ରୁଦ୍ଧ କଣ୍ଠରେ ପୁନରାୟ ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ। ଶ୍ରୀ ନରେନ୍ଦ୍ରନାଥ ଦତ୍ତଙ୍କର ପିତାମହ ଶ୍ରୀ ଦୁର୍ଗାଚରଣ ଦତ୍ତ। ସେ 25 ବର୍ଷ ବୟସରେ ସଂସାର ତ୍ୟାଗ କରି ସନ୍ନ୍ୟାସ ଧର୍ମ ଅବଲମ୍ବନ କରିଥିଲେ। ଠାକୁରଙ୍କ ନିକଟରୁ ବିଦାୟ ଗ୍ରହଣ କରି ତା ପରଦିନ ଘରକୁ ଫେରିଲି। ସଙ୍ଗେ ସଙ୍ଗେ ପୁଣି ସଂସାରର ସତ ଚିନ୍ତା ଆସି ମନକୁ ଅଧିକାର କଲା। କିଛି କାଳ ପରେ ମନେ ହେଲା, ଠାକୁରଙ୍କ କଥା ତ ଈଶ୍ୱର ଶୁଣନ୍ତି। ତାଙ୍କୁ ଅନୁରୋଧ କରି ମୋର ମା ଓ ଭାଇ ଇତ୍ୟାଦିଙ୍କ ପାଇଁ ଯେପରି ଅନ୍ନ ବସ୍ତ୍ରର କଷ୍ଟ ଦୂର ହୋଇପାରିବ, ସେଥିପାଇଁ ପ୍ରାର୍ଥନା କରାଇ ନେବି। ମୋ ଲାଗି ଏପରି କରିବାକୁ ସେ କେବେ ହେଲେ ଅସ୍ୱୀକାର କରିବେ ନାହିଁ। ଏପରି ସ୍ଥିର କରି
ଦକ୍ଷିଣେଶ୍ୱରକୁ ଗଲି। ନଛାଡ଼ି ବନ୍ଦ ହୋଇ ଠାକୁରଙ୍କୁ ଧରି ବସିଲି। ମୋ ମା ଭାଇଙ୍କର ଆର୍ଥିକ କଷ୍ଟ ନିବାରଣ ନିମିତ୍ତ ଆପଣ ନିଶ୍ଚୟ ମାଆଙ୍କୁ ଜଣାଇବେ। ଠାକୁର କହିଲେ, ଆରେ ମୁଁ ଯେ ଏସବୁ କଥା କହିପାରେ ନାହିଁ, ତୁ ଜଣାଉନୁ କାହିଁକି? ମାଆଙ୍କୁ ମାନୁନୁ, ସେଥିପାଇଁ ତୋର ଏତେ କଷ୍ଟ। ମୁଁ କହିଲି, ମୁଁ ତ ମାଆଙ୍କୁ ଜାଣେ ନା, ଆପଣ ମୋ ଲାଗି ମାଆଙ୍କୁ ଜଣାନ୍ତୁ। ଜଣାଇବାକୁ ହିଁ ହେବ। ମୁଁ କୌଣସି ପ୍ରକାର ଆପଣଙ୍କୁ ଛାଡ଼ିବି ନାହିଁ। ଠାକୁର ସ୍ନେହରେ କହିଲେ, ଆରେ ମୁଁ ଯେ ତୋତେ କେତେଥର କହିଛି ମା ନରେନ୍ଦ୍ରର ଦୁଃଖ କଷ୍ଟ ଦୂର କର। ତୁ ତୁ ତ ମାଆଙ୍କୁ ମାନୁନାହୁଁ, ସେଥିପାଇଁ ତ ମା ଶୁଣୁନାହାନ୍ତି। ଆଚ୍ଛା, ଆଜି ମଙ୍ଗଳବାର, ମୁଁ କହୁଛି ଆଜି ରାତିରେ କାଳି ଘରକୁ ଯାଇ ମାଆଙ୍କୁ ପ୍ରଣାମ କରି ଯାହା ଚାହିଁବୁ ମା ତୋତେ ତାହା ଦେବେ। ମା ମୋର ଚିନ୍ମୟୀ ବ୍ରହ୍ମଶକ୍ତି, ଇଚ୍ଛାରେ ଜଗତ ପ୍ରସବ କରିଛନ୍ତି। ସେ ଇଚ୍ଛା କଲେ କ'ଣ ନ କରିପାରନ୍ତି? ଦୃଢ଼ ବିଶ୍ୱାସ ହେଲା। ଠାକୁର ଯେତେବେଳେ ଏପରି କହୁଛନ୍ତି, ମାଆଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚୟ ମୋର ସମସ୍ତ ଦୁଃଖର ଅବସାନ ହେବ। ପ୍ରବଳ ଉତ୍କଣ୍ଠାରେ ରାତ୍ରିର ପ୍ରତୀକ୍ଷା କରିବାକୁ ଲାଗିଲି। କ୍ରମେ ରାତ୍ରି ହେଲା। ରାତ୍ରି ପ୍ରହର ପରେ ଠାକୁର ମୋତେ ମନ୍ଦିରକୁ ଯିବାକୁ ନିର୍ଦ୍ଦେଶ ଦେଲେ। ଯାଉ ଯାଉ ଯେପରି ଏକ ପ୍ରଗାଢ଼ ନିଶାରେ ଆଚ୍ଛନ୍ନ ହୋଇ ପଡ଼ିଲି। ପାଦ ଟଳମଳ ହେବାକୁ ଲାଗିଲା। ମାଆଙ୍କୁ ସତକୁ ସତ ଦେଖିବି ଓ ତାଙ୍କର ଶ୍ରୀମୁଖରୁ ବାଣୀ ଶୁଣିବାକୁ ପାଇବି, ଏଭଳି ସ୍ଥିର ବିଶ୍ୱାସରେ ମନ ଅନ୍ୟ ସମସ୍ତ ବିଷୟ ଭୁଲି ଏକାନ୍ତ ଏକାଗ୍ର ଓ ତନ୍ମୟ ହୋଇ ଏହି କଥା ହିଁ ଭାବିବାକୁ ଲାଗିଲି। ମନ୍ଦିରରେ ଉପସ୍ଥିତ ହୋଇ ଦେଖିଲି, ସତକୁ ସତ ମା ଚିନ୍ମୟୀ, ବାସ୍ତବିକ ଜୀବିତା ଏବଂ ଅନନ୍ତ ପ୍ରେମ ଓ ସୌନ୍ଦର୍ଯ୍ୟର ପ୍ରଣବ ସ୍ୱରୂପିଣୀ। ଭକ୍ତି ଓ ପ୍ରେମରେ ହୃଦୟ ଉଚ୍ଛଳିତ ହୋଇଗଲା। ବିହ୍ୱଳ ହୋଇ ବାରମ୍ବାର ପ୍ରଣାମ କରୁ କରୁ କହିବାକୁ ଲାଗିଲି, ମା ବିବେକ ଦିଅ, ବୈରାଗ୍ୟ ଦିଅ, ଜ୍ଞାନ ଦିଅ, ଭକ୍ତି ଦିଅ, ଯାହାଦ୍ୱାରା ମୁଁ ତୁମର ନିତ୍ୟ ଦର୍ଶନ ଲାଭ କରିପାରିବି, ସେପରି କରିଦିଅ ମା। ଶାନ୍ତିରେ ପ୍ରାଣ ଆପ୍ଲୁତ ହୋଇଗଲା। ଜଗତ ସଂସାରୀ ନିଃଶ୍ୱାସରେ ଅନ୍ତର୍ହିତ ହୋଇ ଏକମାତ୍ର ମା ହିଁ ହୃଦୟକୁ ପୂର୍ଣ୍ଣ କରି ରହିଲେ। ଠାକୁରଙ୍କ ପାଖକୁ ଫେରିବା ମାତ୍ରେ ସେ ପଚାରିଲେ, କିରେ, ମାଆଙ୍କ ପାଖରେ ସଂସାରର ଅଭାବ ଦୂର କରିବା ପାଇଁ ପ୍ରାର୍ଥନା କଲୁ ତ? ତାଙ୍କ ପ୍ରଶ୍ନରୁ ଚମକି ପଡ଼ି କହିଲି, ନାହିଁ ଆଜ୍ଞା, ଭୁଲିଗଲି। କ'ଣ ହେବ ବର୍ତ୍ତମାନ? ପୁଣି କ'ଣ କରିବି? ସେ କହିଲେ, ଯା ଫେରିଯା, ମାଆଙ୍କୁ ଏହି କଥା ଜଣେଇ ଆ। ପୁଣି ଥରେ ମନ୍ଦିରକୁ ଗଲି ଓ ମାଆଙ୍କ ସମ୍ମୁଖରେ ଉପସ୍ଥିତ ହେଲା ମାତ୍ରେ ପୁଣି ଥରେ ମୋହିତ ହୋଇଗଲି। ସବୁ କଥା ଭୁଲିଗଲି। ବାରମ୍ବାର ପ୍ରଣାମ କରି ସେ ଗୋଟିଏ କଥା ପ୍ରାର୍ଥନା କଲି, ମା ମୋତେ ଜ୍ଞାନ ଦିଅ, ବିବେକ ଦିଅ। ମାଆଙ୍କୁ ଏପରି ପ୍ରାର୍ଥନା କରି ଠାକୁରଙ୍କ ପାଖକୁ ଫେରିଲି। ଠାକୁର ହସି ହସି ପଚାରିଲେ, କିରେ, ଏଥର କହିଲୁ ତ? ପୁଣି ଥରେ ଚମକି ପଡ଼ି କହିଲେ, ନାହିଁ ଆଜ୍ଞା, ମାଆଙ୍କୁ ଦେଖିବା ମାତ୍ରେ କିପରି ଏକ ଦୈବ ଶକ୍ତି ପ୍ରଭାବରେ ସବୁ କଥା ଭୁଲି କେବଳ ଜ୍ଞାନ ଭକ୍ତି ଲାଭର କଥା ହିଁ କହିଲି। ଏବେ କ'ଣ ହେବ? ଠାକୁର କହିଲେ, ତୁ ଦୂରକୁ ଚାଲିଯା। ନିଜକୁ ଟିକେ ସମ୍ଭାଳି ନାହିଁ ଏତିକି ପ୍ରାର୍ଥନା କରିପାରୁନୁ? ଯା, ଆଉ ଥରେ ଯା, ମାଆଙ୍କୁ ଏକଥାରେ ଜଣେଇ ଦେଇ ଆ। ଯା ଶୀଘ୍ର ଯା। ଆଉ ଥରେ ଗଲି, କିନ୍ତୁ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ଦାରୁଣ ଲଜ୍ଜା ଆସି ହୃଦୟ ଅଧିକାର କଲା। ଭାବିଲି, ଏ କି ତୁଚ୍ଛ କଥା ମୁଁ ମାଆଙ୍କୁ କହିବାକୁ ଆସିଛି। ଠାକୁର ଯେପରି କହନ୍ତି, ରାଜାଙ୍କ ପ୍ରଶଂସା ଲାଭ କରିବା ପରେ ତାଙ୍କ ପାଖରେ ଲାଉ କଖରେ ଭିକ୍ଷା କରିବା କେଡ଼େ ନିର୍ବୁଦ୍ଧିତା। ଏପରି ହୀନ ବୁଦ୍ଧି ମୋର। ଲଜ୍ଜାରେ ଘୃଣାରେ ପୁନଃ ପ୍ରଣାମ କରୁ କରୁ କହିବାକୁ ଲାଗିଲି, ଅନ୍ୟ କିଛି ନାହିଁ ମା, କେବଳ ଜ୍ଞାନ ଏବଂ ଭକ୍ତି ଦିଅ। ମନ୍ଦିର ବାହାରକୁ ଆସି ମନେ ହେଲା, ଏହା ନିଶ୍ଚୟ ଠାକୁରଙ୍କର ଖେଳ। ନତୁବା ତିନି ଥର ମାଆଙ୍କ ନିକଟକୁ ଆସି ମଧ୍ୟ କିଛି କହିପାରିଲି ନାହିଁ କାହିଁକି? ଅତଃପର ତାଙ୍କୁ ଧରି ପଚାରିଲି, ଆପଣ ହିଁ ନିଶ୍ଚିତ ଭାବରେ ମୋତେ ଏପରି ଭୁଲାଇ ଦେଇଛନ୍ତି। ବର୍ତ୍ତମାନ ଆପଣଙ୍କୁ ହିଁ କହିବାକୁ ହେବ, ଯେପରି ମୋର ମା ଓ ଭାଇମାନଙ୍କର ଖାଇବା ପିନ୍ଧିବାର ଅଭାବ ନ ରହେ। ସେ କହିଲେ, ଆରେ ମୁଁ ଯେ କାହା ପାଇଁ ଏପରି ପ୍ରାର୍ଥନା କେବେ ହେଲେ କରିପାରି ନାହିଁ। ମୋର ଏପରି କଥା ଆଦୌ ବାହାରି ପାରିବ ନାହିଁ। ତୋତେ କହିଲି, ମାଆଙ୍କ ପାଖରୁ ଯାହା ଚାହିଁବୁ ତାହା ହିଁ ପାଇବୁ। ତୁ ତ ମାଗିପାରିଲୁ ନାହିଁ। ତୋର ଅଦୃଷ୍ଟର ସଂସାର ସୁଖ ନାହିଁ। ମୁଁ କ'ଣ ଆଉ କରିବି କହ? ସେ କଥା ଶୁଣି ମୁଁ କହିଲି, ଏକଥା ହୋଇପାରିବ ନାହିଁ ଆଜ୍ଞା। ଆପଣଙ୍କୁ ମୋ ପାଇଁ ଏତକ କଥା କହିବାକୁ ପଡ଼ିବ। ମୋର ଦୃଢ଼ ବିଶ୍ୱାସ, ଆପଣ ଯଦି କହିବେ ସେମାନଙ୍କର, ତାହେଲେ ଏସବୁ କଷ୍ଟ ଆଉ ରହିବ ନାହିଁ। ଏପରି ଯେତେବେଳେ ତାଙ୍କୁ କୌଣସି ପ୍ରକାର ଛାଡ଼ିଲେ ନାହିଁ, ସେତେବେଳେ ସେ କହିଲେ, ଆଚ୍ଛା ଯା, ସେମାନଙ୍କର ମୋଟା ଭାତ ଆଉ ଲୁଗାର ଅଭାବ କେବେ ହେବ ନାହିଁ। ନରେନ୍ଦ୍ରଙ୍କ ଜୀବନରେ ଏହା ଯେ ଗୋଟିଏ ବିଶେଷ ଘଟଣା, ତାହା କହିବା ବାହୁଲ୍ୟ ମାତ୍ର। ଈଶ୍ୱରଙ୍କୁ ମାତୃଭାବରେ ଓ ପ୍ରତୀକ ବା ପ୍ରତିମା ଭିତରେ ଉପାସନା କରିବାର ଗୂଢ଼ ମର୍ମ ଏତେଦିନ ପର୍ଯ୍ୟନ୍ତ ତାଙ୍କର ହୃଦୟଙ୍ଗମ ହୋଇନଥିଲା। ମନ୍ଦିର ଭିତରେ ପ୍ରତିଷ୍ଠିତ ଦେବାଦେବୀ ମୂର୍ତ୍ତିଗୁଡ଼ିକୁ ସେ ଏହା ପୂର୍ବରୁ ଅବଜ୍ଞା କରିବା ଛଡ଼ା କେବେ ହେଲେ ଭକ୍ତି ସହକାରେ ଦର୍ଶନ କରିପାରି ନଥିଲେ। ବର୍ତ୍ତମାନଠାରୁ ଏଭଳି ଉପାସନାର ସମ୍ୟକ୍ ରହସ୍ୟ ତାଙ୍କ ହୃଦୟରେ ପ୍ରତିଭାସିତ ହୋଇ ତାଙ୍କର ଆଧ୍ୟାତ୍ମିକ ଜୀବନରେ ଅଧିକତର ପୂର୍ଣ୍ଣତା ଓ ପ୍ରସାର ଆନୟନ କଲା। ଠାକୁର ଯୋଗଦୃଷ୍ଟି ସହାୟତାରେ ଯେଉଁସବୁ ଭକ୍ତମାନଙ୍କର ଦକ୍ଷିଣେଶ୍ୱରକୁ ଆସିବା କଥା ପୂର୍ବରୁ ଜାଣିପାରିଥିଲେ, ସେମାନେ ସମସ୍ତେ 1884 ମସିହା ଅତୀତ ହେବା ପୂର୍ବରୁ ତାଙ୍କ ନିକଟକୁ ଆସିଯାଇଥିଲେ। ପୂର୍ବୋକ୍ତ ଶ୍ରେଣୀୟ ଭକ୍ତମାନଙ୍କ ମଧ୍ୟରେ ଅନେକ 1883 ଖ୍ରୀଷ୍ଟାବ୍ଦର
ମଧ୍ୟଭାଗରୁ 1884 ଖ୍ରୀଷ୍ଟାବ୍ଦର ମଧ୍ୟଭାଗ ଭିତରେ ଠାକୁରଙ୍କ ନିକଟରେ ଉପସ୍ଥିତ ହୋଇଥିଲେ। ନରେନ୍ଦ୍ର ସେତେବେଳେ ସାଂସାରିକ ଅଭାବ ଅନାଟନ ସହିତ ସଂଗ୍ରାମରେ ବ୍ୟସ୍ତ ଏବଂ ରାଖାଲ କିଛି ଦିନ ପର୍ଯ୍ୟନ୍ତ ବୃନ୍ଦାବନ ଦର୍ଶନରେ ଯାଇଥିଲେ। ପୂର୍ବ ପରିଦୃଷ୍ଟ ଭକ୍ତମାନଙ୍କ ମଧ୍ୟରେ ବାଳକ ଓ ବୃଦ୍ଧ, ସଂସାରୀ ଓ ଅସଂସାରୀ, ସାକାରୀ ନିରାକାର, ଉପାସକ, ଶାକ୍ତ, ବୈଷ୍ଣବ ଓ ଅନ୍ୟ ଧର୍ମ ସମ୍ପ୍ରଦାୟ ଭକ୍ତ ବିଭିନ୍ନ ଭାବର ଲୋକ ବିଦ୍ୟମାନ ଥିଲେ। ଏଭଳି ପ୍ରଭେଦ ବିଦ୍ୟମାନ ଥିଲେ ମଧ୍ୟ ଗୋଟିଏ ବିଷୟରେ ସେମାନେ ସମସ୍ତେ ସମଭାବାପନ୍ନ ଥିଲେ। ପ୍ରତ୍ୟେକ ହିଁ ନିଜ ନିଜ ମତ ଓ ପଥରେ ଆନ୍ତରିକ ଶ୍ରଦ୍ଧାସମ୍ପନ୍ନ ଓ ନିଷ୍ଠାବାନ ରହି ଈଶ୍ୱର ଲାଭ ନିମିତ୍ତ ଅଶେଷ ତ୍ୟାଗ ସ୍ୱୀକାର କରିବା ଲାଗି ସର୍ବଦା ପ୍ରସ୍ତୁତ ରହିଥିଲେ। ଠାକୁରଙ୍କ ସଙ୍ଗ ଗୁଣରେ ଓ ଶିକ୍ଷାଦାନର ପ୍ରଭାବରେ ସଂକୀର୍ଣ୍ଣତର ଗଣ୍ଡିଗୁଡ଼ିକୁ ଗୋଟି ଗୋଟି କରି ଅତିକ୍ରମ କରି ଉଦାର ଭାବ ସମ୍ପନ୍ନ ହେବା ମାତ୍ରେ ସେଥିରେ ଏହି ଭାବର ପୂର୍ଣ୍ଣତା ଦେଖିବାକୁ ପାଇ ସେମାନେ ପ୍ରତ୍ୟେକ ବିସ୍ମିତ ଓ ମୁଗ୍ଧ ହୋଇଥିଲେ। କଲିକତାର ବାଗବାଜାର ନିବାସୀ ଶ୍ରୀଯୁକ୍ତ ବଳରାମ ବସୁ ବୈଷ୍ଣବ ବଂଶରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ନିଜେ ଥିଲେ ଜଣେ ପରମ ବୈଷ୍ଣବ। ଠାକୁର ତାଙ୍କୁ ଦେଖିବା ମାତ୍ରେ ପୂର୍ବ ପରିଚିତ ଭଳି ସାଦରେ ଗ୍ରହଣ କରି କହିଥିଲେ, ଏ ହେଉଛନ୍ତି ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କର ସାଙ୍ଗମାନଙ୍କ ମଧ୍ୟରେ ଅନ୍ୟତମ ଏହି ଜାଗାର ଲୋକ। ଠାକୁରଙ୍କର ପୁଣ୍ୟ ଦର୍ଶନ ଲାଭ କରି ବଳରାମଙ୍କ ମନ ଜ୍ଞାନ ରୂପରେ ପରିବର୍ତ୍ତିତ ହୋଇ ଆଧ୍ୟାତ୍ମିକ ରାଜ୍ୟରେ ଦ୍ରୁତପଦରେ ଅଗ୍ରସର ହୋଇଥିଲା। ପୂର୍ବ ପ୍ରତିଷ୍ଠିତ ଭକ୍ତମାନଙ୍କ ଭିତରେ ଠାକୁର ନରେନ୍ଦ୍ରନାଥଙ୍କୁ କେତେ ଉଚ୍ଚାସନ ପ୍ରଦାନ କରିଥିଲେ ତାହା ଭାଷାରେ କହିହେବ ନାହିଁ। ଏକଦା ଠାକୁର କହିଥିଲେ, ଏତେ ସବୁ ଲୋକ ଏଠାକୁ ଆସିଲେ କିନ୍ତୁ ନରେନ୍ଦ୍ର ଭଳି ଆଉ ଜଣେ କିଏ ଆସିଲେ ନାହିଁ। ଏହା ମଧ୍ୟ ଦେଖାଯାଇଛି ଯେ ଠାକୁରଙ୍କର ଅଦ୍ଭୁତ ଜୀବନର ଆଲୌକିକ କାର୍ଯ୍ୟାବଳୀର ଏବଂ ପ୍ରତ୍ୟେକ କଥାର ଯଥାଯଥ ମର୍ମ ଗ୍ରହଣ ଓ ପ୍ରକାଶ କରିବାରେ ସେ ଯେତେ ଦୂର ସମର୍ଥ ଥିଲେ ଅନ୍ୟ କେହି ସେପରି ନଥିଲେ। ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ କଥାର ଉଲ୍ଲେଖ କରାଯାଉ। 1884 ଖ୍ରୀଷ୍ଟାବ୍ଦର କୌଣସି ସମୟରେ ଶ୍ରୀଯୁକ୍ତ ନରେନ୍ଦ୍ର ଦକ୍ଷିଣେଶ୍ୱରରେ ଉପସ୍ଥିତ ଥାନ୍ତି। ନାନା ସଦାଳାପ ଓ ମଝିରେ ମଝିରେ ଉଦ୍ଦେଶ୍ୟ ରଙ୍ଗରସର କଥାବାର୍ତ୍ତା ମଧ୍ୟ ଚାଲିଥାଏ। କଥା ପ୍ରସଙ୍ଗରେ ବୈଷ୍ଣବ ଧର୍ମ କଥା ଉଠିଲା ଏବଂ ଏହି ମତର ସାରମର୍ମ ସମବେତ ସମସ୍ତଙ୍କୁ ସଂକ୍ଷେପରେ ବୁଝାଇ ସାରି ଠାକୁର କହିଲେ, ତିନୋଟି ବିଷୟ ପାଳନ କରିବାରେ ନିରନ୍ତର ଯତ୍ନବାନ ରହିବାକୁ ହେବ। ନାମେ ରୁଚି, ଜୀବେ ଦୟା ଓ ବୈଷ୍ଣବ ପୂଜନ। ଯେ ନାମ ସେହି ଈଶ୍ୱର। ନାମ ଓ ନାମୀକୁ ଅଭେଦ ଜାଣି ସର୍ବଦା ଅନୁରାଗର ସହିତ ନାମ କରିବାକୁ ହେବ। ପୁନଶ୍ଚ ଏ ଜଗତ ସଂସାର ଶ୍ରୀକୃଷ୍ଣଙ୍କର। ଏହି କଥା ହୃଦୟରେ ଧାରଣ କରି ସର୍ବଜୀବର ଦୟା କରିବାକୁ ହେବ। ସର୍ବଜୀବର ଦୟା। ଏକଥା କହୁ କହୁ ସେ ସହସା ସମାଧିସ୍ଥ ହୋଇଗଲେ। କେତେକ୍ଷଣ ପରେ ଅର୍ଦ୍ଧବାହ୍ୟ ଦଶାରେ ଉପନୀତ ହୋଇ କହିବାକୁ ଲାଗିଲେ, ଜୀବେ ଦୟା, ଜୀବେ ଦୟା। କୀଟ ତୁ ଜୀବକୁ ଦୟା କରିବୁ। ଦୟା କରିବାକୁ ତୁ କିଏ? ନା ନା, ଜୀବେ ଦୟା ନୁହେଁ, ଶିବଜ୍ଞାନରେ ଜୀବର ସେବା। ଭାବାବିଷ୍ଟ ଠାକୁରଙ୍କର ଏହି କଥା ସମସ୍ତେ ଶୁଣିଲେ ସତ, କିନ୍ତୁ ଏହାର ଗୂଢ଼ ମର୍ମ ସେତେବେଳେ କେହି ବୁଝିପାରିଲେ ନାହିଁ କି ଧାରଣ କରିପାରିଲେ ନାହିଁ। ଏକମାତ୍ର ନରେନ୍ଦ୍ରନାଥ ହିଁ ସେଦିନ ଠାକୁରଙ୍କର ଭାବଭଙ୍ଗ ହେବା ପରେ ବାହାରକୁ ଆସି କହିଲେ, କି ଅଦ୍ଭୁତ ଆଲୋକ ଆଜି ଠାକୁରଙ୍କ କଥାରେ ଦେଖିବାକୁ ପାଇଲି। ଶୁଷ୍କ, କଠୋର ଓ ନିର୍ମମ ବୋଲି ପ୍ରସିଦ୍ଧ ବେଦାନ୍ତ ଜ୍ଞାନକୁ ଭକ୍ତି ସହିତ ସମ୍ମିଳିତ କରି କି ସହଜ, ସରସ ଓ ମଧୁର ଆଲୋକ ସେ ଆଜି ପ୍ରଦର୍ଶନ କଲେ। ଅଦ୍ୱୈତ ଜ୍ଞାନ ଲାଭ କରିବାକୁ ଗଲେ ସଂସାର ଏବଂ ଲୋକଙ୍କ ଲୋକସଙ୍ଗ ସର୍ବଥା ବର୍ଜନ କରି ବଣକୁ ଯିବାକୁ ହେବ ଏବଂ ଭକ୍ତି, ପ୍ରେମ ପ୍ରଭୃତି କୋମଳ ଭାବଗୁଡ଼ିକୁ ହୃଦୟରୁ ଜୋର କରି ବାହାର କରି ଚିରଦିନ ପାଇଁ ଦୂରକୁ ଫିଙ୍ଗିବାକୁ ହେବ। ଏହି କଥା ହିଁ ଏତେ ଦିନ ଶୁଣି ଆସିଛି। କିନ୍ତୁ ଠାକୁର ଆଜି ଭାବାବେଶରେ ଯାହା କହିଲେ ସେଥିରୁ ବୁଝାଗଲା ଯେ ଅରଣ୍ୟର ବେଦାନ୍ତକୁ ଘରକୁ ଅଣାଯାଇପାରେ। ସଂସାରର ସବୁ କାର୍ଯ୍ୟରେ ଏହାକୁ ଅବଲମ୍ବନ କରାଯାଇପାରେ। ମଣିଷ ଯାହା କରୁଛି ସେସବୁ କରୁ, ସେଥିରେ କ୍ଷତି ନାହିଁ। କେବଳ ପ୍ରାଣ ସହିତ ଏ କଥା ସର୍ବାଗ୍ରେ ଓ ବିଶ୍ୱାସ ସହିତ ଧାରଣା କଲେ ହେଲା ଯେ ଈଶ୍ୱର ସ୍ୱୟଂ ଜୀବ ଓ ଜଗତ ରୂପେ ତାର ସମ୍ମୁଖରେ ପ୍ରକାଶିତ ହୋଇଛନ୍ତି। ଜୀବର ପ୍ରତିଟି ମୁହୂର୍ତ୍ତରେ ଆମେ ଯେଉଁମାନଙ୍କର ସମ୍ପର୍କରେ ଆସୁଛୁ, ଯେଉଁମାନଙ୍କୁ ଭଲ ପାଉଛୁ, ଯେଉଁମାନଙ୍କୁ ଶ୍ରଦ୍ଧା, ସମ୍ମାନ କିମ୍ବା ଦୟା କରୁଛୁ, ସେମାନେ ସମସ୍ତେ ତାଙ୍କର ଅଂଶ। ସଂସାରର ସମସ୍ତ ବ୍ୟକ୍ତିଙ୍କୁ ଯଦି ସେ ଏହି ଭାବରେ ଶିବଜ୍ଞାନ କରିପାରେ, ତାହେଲେ ଆପଣଙ୍କୁ ବଡ଼ ଭାବି ସେମାନଙ୍କ ପ୍ରତି ରାଗ, ଦ୍ୱେଷ, ଦମ୍ଭ ଅଥବା ଦୟା କରିବାର ଅବକାଶ ତାର ରହିବ ନାହିଁ। ସେ ଅଳ୍ପକାଳ ମଧ୍ୟରେ ଆପଣଙ୍କୁ ଚିଦାନନ୍ଦମୟ ଈଶ୍ୱରଙ୍କ ଅଂଶ, ଶୁଦ୍ଧ ବୁଦ୍ଧ ମୁକ୍ତ ସ୍ୱଭାବ ବୋଲି ଧାରଣ କରିପାରିବ। ଠାକୁରଙ୍କର ଏହି କଥାରେ ଭକ୍ତିପଥରେ ମଧ୍ୟ ବିଶେଷ ଆଲୋକ ଦେଖିବାକୁ ମିଳେ। ସର୍ବଭୂତରେ ଯେତେଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ପ୍ରତ୍ୟକ୍ଷ କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଯଥାର୍ଥ ଭକ୍ତି ବା ପରାଭକ୍ତିର ସାଧକ ପକ୍ଷରେ ସୁଦୂର ପରାହତ। ଶିବ ବା ନାରାୟଣ ଜ୍ଞାନରେ ଜୀବର ସେବା କଲେ ଈଶ୍ୱରଙ୍କୁ ସମସ୍ତଙ୍କ ଭିତରେ ଦର୍ଶନ କରି ଯଥାର୍ଥ ଭକ୍ତି ଲାଭରେ ଭକ୍ତ ସ୍ୱଳ୍ପକାଳ ଭିତରେ ଯେ କୃତାର୍ଥ କାର୍ଯ୍ୟ ହେବ, ଏକଥା କହିବା ବାହୁଲ୍ୟ ମାତ୍ର। କର୍ମ ଓ ରାଜଯୋଗ ଅବଲମ୍ବନ କରି ଯେଉଁ ସବୁ ସାଧକ ଅଗ୍ରସର ହେଉଛନ୍ତି, ସେମାନେ ମଧ୍ୟ ଏହି କଥାରେ ବିଶେଷ ଆଲୋକ ପାଇପାରିବେ। ଯାହା ହେଉ, ଭଗବାନ ଯଦି ମୋତେ କେବେ ସୁଯୋଗ ଦିଅନ୍ତି, ତାହେଲେ ଆଜି ଯାହା ଶୁଣିବାକୁ ପାଇଲି, ଏ ଅଦ୍ଭୁତ ସତ୍ୟ ସଂସାରରେ ସର୍ବତ୍ର ପ୍ରଚାର କରିବି। ପଣ୍ଡିତ, ମୂର୍ଖ, ଧନୀ, ଦରିଦ୍ର, ବ୍ରାହ୍ମଣ, ଚଣ୍ଡାଳ ସମସ୍ତଙ୍କୁ ଶୁଣାଇ ମୋହିତ କରିବି। ଲୋକତର ଠାକୁର ଜ୍ଞାନ, ପ୍ରେମ, ଯୋଗ ଓ କର୍ମ ସମ୍ବନ୍ଧରେ
ଅଦୃଷ୍ଟପୂର୍ବ ଆଲୋକ ଅନୟନ କରି ମନୁଷ୍ୟର ଜୀବନପଥ ଉଜ୍ଜ୍ୱଳ କରିଛନ୍ତି। ମନୁଷ୍ୟ ନରେନ୍ଦ୍ରନାଥ ହିଁ କେବଳ ଏ ସମସ୍ତ ବେଦବାଣୀ ଯଥାର୍ଥ ହୃଦୟଙ୍ଗମ କରି ସମୟ ସମୟରେ ପ୍ରକାଶ କରି ସମସ୍ତଙ୍କୁ ସ୍ତମ୍ଭିତ କରିଯାଇଛନ୍ତି। 1884 ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ବିଏ ପରୀକ୍ଷାର ଫଳାଫଳ ଜାଣିବାର କିଛିଦିନ ପୂର୍ବରୁ ହଠାତ୍ ଦିନେ ରାତି ପ୍ରାୟ 10ଟା ବେଳେ ନରେନ୍ଦ୍ରନାଥଙ୍କ ପିତା ବିଶ୍ୱନାଥ ହୃଦ୍ରୋଗରେ ପ୍ରାଣତ୍ୟାଗ କଲେ। ନରେନ୍ଦ୍ରନାଥ ଅନୁସନ୍ଧାନ କରି ବୁଝିଲେ ଯେ ସେମାନଙ୍କର ସାଂସାରିକ ଅବସ୍ଥା ଖୁବ୍ ଶୋଚନୀୟ। ବାପା କିଛି ରଖିଯିବା ଦୂରେ ଥାଉ, ଆୟ ଅପେକ୍ଷା ନିତ୍ୟ ଅଧିକ ବ୍ୟୟ କରି କିଛି ଋଣ କରିଯାଇଛନ୍ତି। ସେତକ ଶୁଝି ପାରିନାହାନ୍ତି। ଆତ୍ମୀୟବର୍ଗ ବାପାଙ୍କ ସହାୟତାରେ ନିଜ ନିଜର ଉନ୍ନତି ସାଧନ କରିସାରି ବର୍ତ୍ତମାନ ଏ ଅସହାୟ ଦୁଇ ସମୟର ସୁଯୋଗ ନେଇ ଶତ୍ରୁତା କରୁଛନ୍ତି ଏବଂ ତାଙ୍କର ରହିଭାଗରୁ ସେମାନଙ୍କୁ ଉଚ୍ଛେଦ କରିବାର ଉଦ୍ୟମ ମଧ୍ୟ କରୁଛନ୍ତି।